ଶାଳୀଙ୍କର କେବେ ମ୍ୟାରେଜ? ଶାଳୀ କ'ଣ ଆର ବର୍ଷ ବାହା ହେବେ କି? ଶାଳୀଙ୍କର କେବେ ମ୍ୟାରେଜ ହେଉଛି ଆମ ସାଙ୍ଗମାନେ ଆମ ମାନେ ହେଉଛି ଭ୍ୟୁଜ୍ ମାନେ ଶୁଣିବାକୁ ଚାହୁଁଛନ୍ତି ଶାଳୀ କେବେ ମ୍ୟାରେଜ କରିବେ? 5 ବର୍ଷ ପରେ। 5 ବର୍ଷ ପରେ? 5 ବର୍ଷ ଖାଇବାକୁ ପରେ ତ ଦଉନ, ଖାଲି ମ୍ୟାରେଜ ହଉଛ। ଖାଇବାକୁ ଦେବେ ଖାଇବାକୁ ଦେବ ତ ଶ୍ୱଶୁର ଯାଇ ଖାଇବ। ଏଠି ଖାଇ ଖାଇକି ଟିକେ ହେଉଛି ପତଳା ହେଇକି ରହିଥାଉ। ତାପରେ ହେଉଛି ଶ୍ୱଶୁର ଘରେ ଗଲେ ଏଠି ଯାହା ଯେତେ ଖାଇପାରିବ, ଖାଇକି ଫୁଲିଯିବ। ଆମ ଘରେ ବିସ୍କୁଟ୍ ଖାଇକି ଦେବ। ନା ସତରେ ତମର ମ୍ୟାରେଜ କେବେ କ'ଣ ହେଉଛି? ତମର ତ କ'ଣ 5 ବର୍ଷ ହେଲା ସେ ଯେଉଁ ହାତ ରେଖା ଫିଟୁନାହିଁ କି ବାହାଘର ତମର ହେଉନି। ଜ୍ୟୋତିଷ କହିଲା ବେଳକୁ ଜ୍ୟୋତିଷ କହୁଛି ତାର ଫିଟୁନି। ତମ ରେଖାଟା ଦେଖିଆ ଫିଟିଛି ନା? କ'ଣ କେବେ ହେଉଛି ବାହାଘରଟି ଆପଣଙ୍କର ଟିକେ କୁହନ୍ତୁ। ବାହାଘରଟି କେବେ କ'ଣ ହେଉଛି? ଏବେ କ'ଣ ହେବ ସେଇ ହିସାବରେ ତମେ କହିଲେ ସିନା ବାହାଘରଟି ହେଲେ ମୋ ଭ୍ୟୁଜ୍ ମାନଙ୍କୁ ମୋ ସବସ୍କ୍ରାଇବ୍ ମାନଙ୍କୁ କହିବି, ସମସ୍ତଙ୍କୁ ଇନଭାଇଟ୍ ଦେବି, ସମସ୍ତେ ଆସିବେ ଆମ ବାହାଘରରେ ଉପସ୍ଥିତ ହେବେ। ଏତେ ପଇସା ନାହିଁ। ପଇସାର କିଛି ନାହିଁ ଆବଶ୍ୟକ ଏଠି ଦରକାର ନାହିଁ। ସେ ଖାଲି ଟିକେ ଭଲ ପାଇବା ଦରକାର, ଟିକେ ସମସ୍ତଙ୍କୁ ସମ୍ମାନ ଟିକେ ଦରକାର। ଆସିବ ସେ ଖାଇବ, ଆମର ନାହିଁ ଖାଇବାକୁ ଦେଇପାରିବୁନି। ଏଠି ଖାଇବା ଉପରେ କିଛି ମାନେ ଆଜିକାଲି କିଛି ଲୋକଙ୍କ ମନରେ ମାନେ ହେଉଛି ଯେ ଖାଇବା ଦବା ନବା ସେ ଆଉ ବହୁତ ମାନେ ଲୋକ ଚେଞ୍ଜ ହେଇଗଲେଣି, ବୁଝିଲ ନା? ନା ସତରେ ଲୋକମାନେ ବହୁତ ଚେଞ୍ଜ ହେଇଗଲେଣି। ଲୋକମାନଙ୍କର ମାନେ ଚିନ୍ତା ତାଙ୍କର ଏବେ କିଛି ଲୋକ ଭାବୁଛନ୍ତି ସମ୍ମାନ ଯୋଉଠି ଲୋକମାନେ ସେଇଠି ସମ୍ମାନ ଦେଇ ଶିଖିନ ସମ୍ମାନ କରି କିଲେ ଖଣ୍ଡ କୋଉଠି ଧାର କରିକି ଆଣ ଖାଇବାକୁ ଦବ ନା ନାଇଁ? ଖାଇବାକୁ ନବ ଆଉ ଏଇ ଗୋଟେ କଥା। ଦେଖିବା ତ ବର୍ଷା ଛାଡ଼ିଲା ନା, ଯାଇକି ଦେଖିବା ବରା ପିଆଜି ଦିଟା ଧରିକି ଆସେ। ମାଗି ଖାଇବା ପାଇଁ ପଡୁଛି, ଏଇଭଳିଆ ଭିଣେଇ ଖାଇକି ଲାଭ କ'ଣ? ଭଗବାନ କହିଛନ୍ତି ଭୋକ କଲେ ମାଗି ବି ଖାଇବ। ପେଟରେ ଯଦି ଭୋକଟା ମାନେ ଭୋକ ହେଉଥିବ କିଏ ଜାଣିପାରିବେନି, ମାଗିଲା ପରେ ଜାଣିବ। ମୁଁ ବା ଯୋଉଠିକି ଯାଉଛି ମାଗିକି ଖାଉଛି, ଭୋକ ହେଲା ତ ମାଗିକି ଖାଉଛି। ଲାଜ ଶରମ ନାହିଁ, ଖାଇବା ପାଖରେ ଲାଜ ଶରମ ନାହିଁ, ନିଜ କର୍ମ ପାଖରେ ଲାଜ ଶରମ ନାହିଁ। ଯୋଉଠି ମାନେ ଠିକରେ ତମେ ଅଛ ତମେ ସେଇଠି କେବେ ଲାଜ ଶରମ ଡରିବନି। ସେଇଟା ବା ଖାଇବାଟା ଯେତେବେଳେ ଭୋକ ଯେତେବେଳେ ପେଟକୁ ହେଉଥିବ ହାତ ଅଟୋମେଟିକ୍ କର୍ମ ପାଖକୁ ଯିବ, ଖାଇବାକୁ ଦିଅ। ପେଟଟା ଯିବନି ନା ଖାଇବା ପାଖକୁ, ହାତ ଯିବ ଖାଇବା ପାଖକୁ। ସିଏ ମାଗିବ, ହାତ ମାଗିବ ଖାଇବାକୁ, ମାନେ ହାତ ଆଣିବ ଖାଇବାକୁ, ଆଣିକି ଖାଇବ। ପ୍ରବଚନ ଦବାର ଥିଲା। ସତ କଥା। ଆଜିକାଲି ଲୋକମାନେ ବୁଝିପାରୁନାହାନ୍ତି କିଛି କଥା। ଆଜିକାଲି ଦେଖ, ଆଜିକାଲି ହେଉଛି ବାପା ମାନେ ଝିଅମାନଙ୍କୁ ଖାଲି ହେଉଛି ଚଇନ ଚିକଣିଆ ଟୋକାଙ୍କୁ ଦେଖିକି ହେଉଛି ବାହାଘର କରିଦେଉଛନ୍ତି, ବଡ଼ ବଡ଼ ବିଲ୍ଡିଂ, ବଡ଼ ବଡ଼ ଘର। କିନ୍ତୁ ସେ ଜାଣିପାରୁନାହାନ୍ତି ପିଲାର ଫାଷ୍ଟ ଦେଖିବା ଦରକାର ପିଲା ହେଉଛି କୋଉ ଭଳିଆ। ଆଜିକାଲି ଦୁନିଆରେ କେହି ସଫି କି ସଫିଆ ନାହାନ୍ତି। ପିଲା କୋଉ ମାନେ ପିଲାର କ୍ୟାରେକ୍ଟର କ'ଣ? ପିଲାର କ୍ୟାରେକ୍ଟର ସବୁ ଫମ୍ପା ନା ସତ କଥା। ସିରିୟସଲି ଏଇଟା ମଜାକ ନିଅ ନା। ଗୋଟେ ସାଙ୍ଗମାନେ କହୁଛି, ଗୋଟେ ସିରିୟସଲି କଥା କହୁଛି। ଆଜିକାଲି ଯେତିକି ସବୁ ମାନେ ବାପା ହଉ ଝିଅମାନେ ହଉ ତାଙ୍କର ହେଉଛି ମାନେ ହେଉଛି କ'ଣ ଯୋଉଠି ପଇସା ଦେଖୁଛନ୍ତି, ଯୋଉଠି ଗୋଟେ ଏଇଟା ଭୁଲ କହିଲ। ଝିଅମାନେ ପଇସା ଦେଖୁଛନ୍ତି, ପୁଅ ମାନେ ପଇସା ଦେଖୁନାହାନ୍ତି। ମୁଁ ପଇସାରେ କ'ଣ ଆମ ଟପିକଟା ଆସୁ। ପୁଅ ଝିଅ ଉପରେ ମୁଁ କହିବି ନା, ପୁଅ ଝିଅ ପାଇଁ ଯେତେବେଳେ ହେଉଛି ଝିଅ ହଉ ପୁଅ ହଉ, ଝିଅର ବାପା ହଉ ପୁଅର ବାପା ହଉ, ମୁଁ କହୁଛି ତାହେଲେ ସେମାନେ ମାନେ ଡିସାଇଡ଼୍ ନେଉଛନ୍ତି ପୁଅର ବାହାଘର କରୁଛନ୍ତି କି ଝିଅର ବାହାଘର କରୁଛନ୍ତି। ସେମାନେ ହେଉଛି କ'ଣ କରୁଛନ୍ତି ନା, କାହାର କିଏ ଭଲ ଜବ୍ କରିଛି, କାହାର ଘର ଦ୍ୱାର ଅଛି, କାହାର ସମ୍ପତ୍ତି ଅଛି ଦେଖି ବାହାର କରିଦେଉଛନ୍ତି। କିନ୍ତୁ ଗୋଟେ ଝିଅର ବାପା ଗୋଟେ ପୁଅକୁ ମାନେ ଭଲସେ ଜାଣିପାରୁନି ସେ ପୁଅଟାର କ୍ୟାରେକ୍ଟର କ'ଣ, ସେ ପୁଅର ବିହେଭ୍ କେମିତି ଲୋକମାନଙ୍କୁ ହେଉଛି ସମ୍ମାନ ଦେଉଛି କ'ଣ ନାହିଁ। ମୋ କଥା କହୁଛି, ହଁ ଶୁଣ ମୁଁ କହିବି। ତାପରେ ହେଉଛି ସେଇଗୁଡ଼ା ମାନେ ପୁଅ ବାଲା ବି ସେଇଆ, ପୁଅ ବାଲା ଗୋଟେ ନା ଗୋଟେ ଭଲ ସୁନ୍ଦର ଝିଅଟେ ଦେଖି ଦେଉଛି, ଝିଅ କେଉଁଠି ହେଉଛି ଘର ଦ୍ୱାର କ'ଣ ଦେଖି ଦେଉଛନ୍ତି ପୁଅ ବାଲା। ଝିଅର କ୍ୟାରେକ୍ଟର ମାନେ ହେଉଛି କି ଝିଅ କ'ଣ କରୁଛି କ'ଣ ନାହିଁ, ତାର ଗୋଟେ ଏନଗେଜ୍ ଅଛି କି ନାହିଁ। ବାହାଘର ସରିଲା ପରେ ମାନେ ହେଉଛି ବାହାଘର ହେଇନଥିବ, ଏନଗେଜ୍ ମାନେ ହେଉଛି ଲଗ୍ନ ସରିଥିବ, ଲଗ୍ନ ସରିଲା ପରେ ଝିଅ ତାର ଗାୟବ। ଖାଲି ଝିଅଙ୍କ ଦୋଷ ଦିଅ ନା, ତମର ପୁଅ ପିଲାଙ୍କର ଦୋଷ ନାହିଁ। ପୁଅଟେ ସିନା ନେଲା ବୋଲି ଝିଅଟା ଗଲା। ପୁଅଟେ ନେଲା ଝିଅ ଗଲା ଯେ
ପୁଅଟା ଯଦି ନ ନେଇଥାନ୍ତା ଝିଅଟା କଣ ଯାଇଥାନ୍ତା କି? ଝିଅ ପୁଅଟା କଣ କାଖେଇ ନେଇ ପଳେଇଲା ଝିଅକୁ, ଝିଅଟା ଫେରେ ଚାଲି ଚାଲି ଗଲା ନା। ପୁଅର ବି ଦୋଷ ଅଛି ଝିଅର ବି ଦୋଷ ଅଛି, ସେଇଟା ଖାଲି କହୁଛି, ଝିଅ ଦୋଷ ଦିଅ ନା। ସେଇଟା ମୁଁ କହୁଛି ସେଇଟା କହୁଛ କଣ? ପୁଅ ଝିଅ ଦି ଜଣଙ୍କର ମାନେ ହଉଛି ଅଛି ଇଏ ଅଛି, କିନ୍ତୁ ମୋ କହିବା କଥା ଯୋଉ ଡିସିସନଟା ନଉଛ ତମେ ହଉଛି ନା ସତ ସିରିୟସଲି ମାନେ ଝିଅ ହଉ ପୁଅ ଯୋଉ ଡିସିସନଟା ନଉଛ ଇନ୍ ଫ୍ୟୁଚରରେ ଯେମିତି ପ୍ରୋବ୍ଲେମ ନ ହଉ ସେଇଭଳିଆ ଡିସିସନ ନିଅ। କାରଣ ଖାଲି ପଇସାକୁ ଆଉ ହଉଛି ଚିକଣିଆ ଚେହେରାକୁ ଦେଖିକି କେବେ ହଉଛି ରାଜି ହେଇଯାଅନା। ପିଲାଟାର କ୍ୟାରେକ୍ଟର କ'ଣ, ପିଲାଟା କେମିତି କ'ଣ ତା ବିହେଭ୍, ପିଲାଟା ଲୋକମାନେ ପିଲାଙ୍କୁ କେମିତି ପ୍ରଶଂସା କରୁଛନ୍ତି, ପିଲାର କଥାକୁ ପିଲାର କାମକୁ ଲୋକମାନେ ପ୍ରଶଂସା କରିବା ଦରକାର, ତମେ ମାନେ ନୁହେଁ। ଲୋକମାନେ ଯିଏ ଖୁସିରେ ରହିବ ସିଏ ତା ଖୁସିଟାକୁ ଦେଖିବ। ଲୋକ ତ ହଜାରେ କଥା କହିବେ, କେତେ ଲୋକ କେତେ କଥା କହିବେ। ଆରେ ଭାଇ ଲୋକ ହଜାର କଥା କହିବେ ଯେ ଫେର ହଉଛି ଗୋଟେ ସମାଜରେ ତମ ବିଷୟରେ ଗୋଟେ ଲୋକ କହିଲା ଏଟା ଶୁଦ୍ଧ ଅଭଦ୍ର ପିଲାଟେ, ମୁଁ କହିବି ହଁ ଅଭଦ୍ର ପିଲାଟେ, ମୁଁ ତ ତମକୁ ଚିହ୍ନିଛି ନା। ଆରେ ଶୁଣ ସମାଜ ସେଇ ତ କହୁଛି ସମାଜରେ କିଛି ଖରାପ ଲୋକ ଅଛନ୍ତି, ଭଲ ଲୋକ ଅଛନ୍ତି। ସମାଜରେ ତମେ ଯଦି ଭଲ କାମ କରୁଥିବ, ତମ ଗାଁରେ ହଉ ସାହିରେ ହଉ ଭଲ କାମ କରୁଥିବ, କଳି ଯୁଗରେ ଭଲ ଲୋକ ନାହାନ୍ତି, ଅଛନ୍ତି ନା। ତମେ ଭଲ ନା? ହଁ ଭଲ ଲୋକ ନାହାନ୍ତି କାହିଁକି, ସମସ୍ତ ହଁ ଆଉ କଣ ତମେ ଭଲ? ତମେ ଭଲ କି ମାନେ ଫାଷ୍ଟ ତମେ ଭଲ? କୋଉ ଏଙ୍ଗେଲରୁ ଭଲ ତମେ? ମୁଁ